ମାନେ ମୁହଁକୁ ମାଡ଼, ପେଟକୁ ମାଡ଼, ହାଇଡ୍ରୋସ୍କୁ ମାଡ଼, ତା ମୁହଁକୁ ତ ସେ ଯେଉଁ ଗାଈ ପଘାରେ ମାଡ଼, ନିର୍ଦ୍ଦନୀୟ ଭାବରେ ଯେଉଁ ମାଡ଼, ମାନେ ସେ ପାଟି ପାଖକୁ କରୁଛି, ଆଉ ଜଣେ କିଏ କହୁଛି ତା ପାଟିରେ ମୁତି ଦେ। ଯେଉଁ ହୋମଗାର୍ଡ ଯେଉଁ 4 ଜଣ ପିଲା ଯେଉଁ ନୂଆ ନୂଆ ଜଏନ୍ କରିଛନ୍ତି, ସେମାନେ ପେଟ ପୋଷିବା ପାଇଁ ଜଏନ୍ କରିଛନ୍ତି, ଆପଣଙ୍କ ଅଧିକାରୀମାନଙ୍କୁ ସସ୍ପେଣ୍ଡ କରିଦେଲେ, ସେମାନଙ୍କୁ ଚାକିରି ପୁରା ଡିସମିସ୍ କରିଦେଲେ। ବା ବଢ଼ିଆ ବଢ଼ିଆ ସନ୍ତରା ପେଟିଆ ମାନେ ବହୁତ ବଢ଼ିଆ କଥା। ଗୋଟେ ପୋଲିସ ଅଫିସର ଜଣେ କିଏ ସେ ବିଚ୍ ରାସ୍ତା ଉପରେ ମାନେ ତାକୁ ମୁହଁକୁ ଦାବି, ପେଟକୁ ଦାବି, ତା ଉପରେ ଆଣ୍ଠୁ ଦେଇକିରି ବସିଛି। ମାନେ କ'ଣ ସେ କ'ଣ ଡକାୟତ? ଜାତି, ବନ, ସମ୍ପ୍ରଦାୟ, ଲିଙ୍ଗ, ଜନ୍ମସ୍ଥାନ, ଭାଷା, ବ୍ୟକ୍ତିଗତ ବିଶ୍ୱାସ ଆଦି ଆଧାରରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରନ୍ତି ତେବେ ଉସୁକାଇଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ଗୋଷ୍ଠୀର ସଦସ୍ୟ ଭାବରେ ବିବେଚନା କରାଯାଇ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଏବଂ ଜରିମାନା ହୋଇପାରେ। ଆପଣଙ୍କ ଇସାରାରେ ସେ ଗାଡ଼ି ଆସିଥିଲା, ଇସାରାରେ ଗାଡ଼ି ଆସିକିରି ଲୋଡ୍ କଲେ, ଯେଉଁ ତ ପକେଇକିରି ଯେଉଁ ନେଲେ, ତା ପାଟିରେ ଟିକେ ତ ପାଣି ବି ଟିକେ ତ ଦେଲେନି, ସେ ମାନେ ତା ଜୀବନ ବି ଚାଲିଗଲା। ତାପରେ ଆପଣ ତାକୁ ପୋଲିସ ଏସ୍କର୍ଟରେ ନେଇଥିଲେ, ଯେଉଁମାନେ ପୋଲିସ ଏସ୍କର୍ଟରେ ନେଇଥିଲେ ସେମାନେ ବି ମଧ୍ୟ ତଦନ୍ତ ଘେରକୁ ଏବଂ ଆଇନର ପରିସୀମା ଭିତରେ ତାଙ୍କ ନାଁରେ ବି କ୍ରିମିନାଲ କେସ୍ ହେବା କଥା। ବାଲିଅନ୍ତା ସୌମ୍ୟ ମୃତ୍ୟୁ ଘଟଣା ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତଦନ୍ତ ଅନ୍ତର୍ଭୁକ୍ତ। ଯଦି ଆମେ ବର୍ତ୍ତମାନ ସୁଦ୍ଧା ଦେଖିବା ଯାହା ସୌମ୍ୟ ମୃତ୍ୟୁ ଘଟଣାର ଅପଡେଟ୍ ରହିଛି, 12 ଜଣଙ୍କୁ ଆରେଷ୍ଟ କରାଯାଇଛି, କନେଷ୍ଟବଳଙ୍କ ସमेତ 4 ଜଣଙ୍କୁ ସସ୍ପେଣ୍ଡ କରାଯାଇଛି, ଆଉ ଜଣେ ଯିଏ ଆଇଆଇସି ରହିଥିଲେ ବାଲିଅନ୍ତା ପୋଲିସ ଷ୍ଟେସନ ଆଇଆଇସିଙ୍କୁ ମୁଖ୍ୟ କାର୍ଯ୍ୟାଳୟକୁ ଟ୍ରାନ୍ସଫର କରାଯାଇଛି। କିନ୍ତୁ ଗୋଟେ ବଡ଼ ପ୍ରଶ୍ନ ଉଠୁଛି ଏଫଆଇଆର କପିକୁ ନେଇକି। କମିଶନରେଟ୍ ପୋଲିସ ପକ୍ଷରୁ ଯେଉଁ ଏଫଆଇଆର ରେଜିଷ୍ଟର କରାଯାଇଥିଲା ସେଥିରେ ମବ୍ ଲିଞ୍ଚିଂର କୌଣସି ପ୍ରକାର ଉଲ୍ଲେଖ କରାଯାଇ ନାହିଁ। ଆଜ୍ଞା, ଆମେ ମବ୍ ଲିଞ୍ଚିଂ କଥା ଏଥିପାଇଁ କହୁଛୁ କାରଣ ଯେତେବେଳେ ସୌମ୍ୟ ମୃତ୍ୟୁ ଘଟଣାରେ ଆମେ ପୂର୍ବରୁ ବରିଷ୍ଠ ଆଇନଜୀବୀଙ୍କ ସହିତ ଆଲୋଚନା କରିଥିଲେ, ସେ ଘଟଣାରେ କେଉଁ ଆଇନ ଏବଂ କେଉଁ ଧାରା ଅନ୍ତର୍ଭୁକ୍ତ ହେଉଛି ଆମେ ଆଲୋଚନା କରିଥିଲେ। ମବ୍ ଲିଞ୍ଚିଂ ସେଠି ଗୋଟେ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟ ରହିଥିଲା। କିନ୍ତୁ ବର୍ତ୍ତମାନ ଯଦି ଆମେ ସେ ଏଫଆଇଆର କପିଟିକୁ ଦେଖିବା, ଏଫଆଇଆର କପିରେ ମବ୍ ଲିଞ୍ଚିଂର କୌଣସି ପ୍ରକାରର ଉଲ୍ଲେଖ ମଧ୍ୟ କରାଯାଇ ନାହିଁ। ତେବେ କ'ଣ ମୁଖ୍ୟ କାରଣ ରହିବ ଯେ ସୌମ୍ୟ ମୃତ୍ୟୁ ଘଟଣା ଯାହା ସାରା ଓଡ଼ିଶାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି, ସେଠି ଗୋଟେ ଏତେ ବଡ଼ ପଏଣ୍ଟ ମିସ୍ ଆଉଟ୍ ହେବାର କ'ଣ ମୁଖ୍ୟ କାରଣ ରହିଥାଇପାରେ? ତେବେ ବର୍ତ୍ତମାନ ଏ ଯେଉଁ ମବ୍ ଲିଞ୍ଚିଂ ରହିଛି, ଯାହାକୁ ନେଇକି ବର୍ତ୍ତମାନ ଏତେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି, କାହିଁକି ଏଫଆଇଆର କପିରେ ମବ୍ ଲିଞ୍ଚିଂର କୌଣସି ପ୍ରକାର ଉଲ୍ଲେଖ କରାଯାଇ ନାହିଁ କମିଶନରେଟ୍ ପୋଲିସ ପକ୍ଷରୁ, ତାହା ମଧ୍ୟ ଗୋଟେ ବଡ଼ ପ୍ରଶ୍ନ। ତେବେ ମବ୍ ଲିଞ୍ଚିଂ କ'ଣ, କେଉଁ ଘଟଣା ଆଧାରରେ ମବ୍ ଲିଞ୍ଚିଂକୁ ବ୍ୟବହାର କରାଯାଏ, ମବ୍ ଲିଞ୍ଚିଂର ଆଇନଗତ ଦିଗ ଆଉ କ'ଣ ଦଣ୍ଡବିଧାନ ରହୁଛି, ଆଉ କେଉଁ ଘଟଣା ବେସିସ୍ରେ ଏହାକୁ ଆମେ ଇନକ୍ଲୁଡ୍ କରାଯାଇଥାଏ, ସେ ବିଷୟ ସମ୍ପୂର୍ଣ୍ଣ ଭାବରେ ଆଲୋଚନା କରିବା। ଏବଂ ଗୋଟେ ବଡ଼ ପ୍ରଶ୍ନ ଯେ କାହିଁକି ମବ୍ ଲିଞ୍ଚିଂ ଏଫଆଇଆର ରେଜିଷ୍ଟରରେ ଉଲ୍ଲେଖ କରାଯାଇ ନାହିଁ, ତାହା ମଧ୍ୟ ବଡ଼ ପ୍ରଶ୍ନ। ସେ ବିଷୟରେ ମଧ୍ୟ ଆଲୋଚନା କରିବା। ଆମ ସହିତ ବରିଷ୍ଠ ଆଇନଜୀବୀ ନିହାର ରଞ୍ଜନ ଓଝା ରହିଛନ୍ତି। ସାର୍ ନମସ୍କାର, ପ୍ରତିଦିନ ଟିଭିକୁ ସ୍ୱାଗତ କରୁଛେ। ସାର୍, ଯେମିତିକି ଆମେ ପୂର୍ବରୁ ମଧ୍ୟ ଆଲୋଚନା କରିଥିଲେ ସୌମ୍ୟ ମୃତ୍ୟୁ ଘଟଣାକୁ ନେଇକି, ଆପଣ ମଧ୍ୟ ମବ୍ ଲିଞ୍ଚିଂ କଥା ପ୍ରଥମେ ଉଠେଇଥିଲେ, ବଡ଼ ମୁଖ୍ୟ ପଏଣ୍ଟ ସେଟା ରହିଥିଲା। କିନ୍ତୁ ବର୍ତ୍ତମାନ ଯଦି ଆମେ ଏଫଆଇଆର କପି ଦେଖିବା, ଏଫଆଇଆର କପିରେ ମବ୍ ଲିଞ୍ଚିଂର କୌଣସି ପ୍ରକାରର ଉଲ୍ଲେଖ କରାଯାଏ ନାହିଁ। କ'ଣ କାରଣ ରହିଥାଇପାରେ ସାର୍? ତାଙ୍କର ଏଇଟା ତ ରେୟାରେଷ୍ଟ ଅଫ୍ ଦି ରେୟାରେଷ୍ଟ କେସ୍। ତାଙ୍କରି ଷ୍ଟାଫ୍ ମାନଙ୍କର ପ୍ରେଜେଣ୍ଟରେ ହିଁ ଏ ଘଟଣାଟା ଘଟିଛି ଏବଂ ମିନିମମ୍ 50ରୁ 60 ଜଣ ଲୋକ ସେଠି ସ୍ପଟ୍ରେ ଥିଲେ ଏବଂ ବ୍ରୁଟାଲି ଆସଲ୍ଟ କରିଛନ୍ତି ଏବଂ ମାରଣାତ୍ମକ ଆକ୍ରମଣ କରିଛନ୍ତି। ଏବଂ ମବ୍ ଲିଞ୍ଚିଂ କ'ଣ? ମବ୍ ଲିଞ୍ଚିଂ ପାଠ କହୁଛି, ଆଇନ ଯାହା କହୁଛି, 5ରୁ ଅଧିକା ଲୋକ ଯଦି ଥିବେ ସେଠି ବା ଆକ୍ରମଣ କରିଥିବେ, ଏବଂ 5ରୁ ଅଧିକା ମାନେ ଏତେ ତ ଭିଡ଼ିଓଗ୍ରାଫିରୁ ଦେଖାଉଛି ମିନିମମ୍ 50ରୁ ଧରାଯାଉ 30ରୁ 50 ଭିତରେ ତ ଲୋକ ଅଛନ୍ତି, ମାନେ ସେଇଟା ତ ମବ୍ ଲିଞ୍ଚିଂରେ ଆସିବ। ଆପଣଙ୍କର ଏଇ ଯେଉଁ ଅଧିକାରୀମାନେ ଯେଉଁ ସେଠି ଉପସ୍ଥିତ ଥିଲେ, ଜଣେ ମାଟିଆ ଜୋତା ମାଟିଆ ପ୍ୟାଣ୍ଟ ପିନ୍ଧିଥିଲେ, ଆଉ ନାଲିଆ ଜୋତା ପିନ୍ଧିଥିଲେ, ଆଉ ଗୋଟେ ନେଳିଆ ଡାଇ ଧରିଥିଲେ। ଆଉ ପିସିଆରରେ କିଛି ଜଣ ବି ଷ୍ଟାଫ୍ ଆସିଥିଲେ, ଯେଉଁମାନେ ବି ସେମାନେ ସାଧା ପୋଷାକରେ ବି ଥିଲେ, ଆଉ ସାଧା ପୋଷାକରେ ଥାଇକିରି ସେମାନେ ବି ଉସ୍କଉଥିଲେ ଏବଂ ପବ୍ଲିକ ଲୋକ ବି ସେ ରାସ୍ତାରେ ଯେଉଁମାନେ ଯାଉଥିଲେ, ଠିକ୍ ଭାଗ୍ୟ ଭଲ ଏ ଭିଡ଼ିଓ ରେକର୍ଡ଼ିଂଟା ଜଣେ କିଏ କରିଦେଇଛି, ନହେଲେ ସବୁ ଯାକ ପୋଡ଼ି ପାତିକି ଖାଇ ଦେଇଥାନ୍ତେ ଏ ଥନ୍ତଲା ପିଟିଆ ମାନେ। ଏମାନେ କ'ଣ କଲେ କି, ମାନେ ଏଇ ଯେଉଁ ଥନ୍ତଲା ପିଟିଆ ମାନେ କ'ଣ କଲେ, ସେଠି ପ୍ରେଜେଣ୍ଟ ରହିଲେ, ପ୍ରେଜେଣ୍ଟ ରହିକି ମବ୍ ଲିଞ୍ଚିଂଟାକୁ ଉପଭୋଗ କଲେ।
ସେଠି କ'ଣ ଡ୍ରାମା ନା ରିଲ୍ ଚଲାଉଥିଲା ବାବୁ ପୋଲିସ ସବୁ ଡ୍ରାମା ନା ଗାଁ ଡ୍ରାମା କରୁଥିଲେ ବା ସେଠି ପଡ଼ିଆରେ ମାନେ ଗୋଟେ ପିଲାର ଜୀବନ ନେଇଗଲେ ଆପଣ ମାରଣାତ୍ମକ ଆକ୍ରମଣ ମାନେ ସାଂଘାତିକ ଆକ୍ରମଣ ମାନେ ମୁହଁକୁ ମାଡ଼ ପେଟକୁ ମାଡ଼ ହାଇଡ୍ରୋସ୍କୁ ମାଡ଼ ତା ମୁହଁକୁ ତ ସେ ଯେଉଁ ଗାଈ ପଘାରେ ମାଡ଼ ମାନେ ଅତି ନିର୍ଦ୍ଦନୀୟ ଭାବରେ ଯେଉଁ ମାଡ଼ ମାନେ ସେ ପାଟି ପାଖୁଆକୁ କରୁଛି ଆଉ ଜଣେ କିଏ କହୁଛି ତା ପାଟିରେ ମୁତି ଦେ ମାନେ ଆପଣଙ୍କର ଏଇ ଯେଉଁ ମବ୍ ଲିଚିଂ ନ ଲଗାଇବାର କାରଣ ହେଲା ଆପଣଙ୍କର ଅଧିକାରୀମାନେ ଆଇନରେ ବନ୍ଧା ହେଇଯିବେ ତେଣୁ ମବ୍ ଲିଚିଂଟାକୁ ଆପଣ ଜାଣି ଶୁଣିକି ଲଗାଉନାହାନ୍ତି ବା ଲଗେଇ ନାହାନ୍ତି ଆପଣ ସବୁ ଜାଣିଥିଲେ ଇନିସିଆଲ ଷ୍ଟେଜରେ ଏଫଆଇଆରଟିକୁ କ'ଣ କଲେ 103(1) ସାଧାରଣ ହତ୍ୟା ଟ୍ରାଏବଲ୍ ବାଇ ଦି କୋର୍ଟ ଅଫ୍ ସେସନ୍ସ ମନା ନାହିଁ କିନ୍ତୁ ଏଥିରେ ତ ଜଣକରୁ ଏ ଯେଉଁ 3-5ଟା ଲଗେଇଛନ୍ତି ଏଥିରେ ଅର୍ଥ କମନ୍ ଇଣ୍ଟେନସନ୍ ଇଜ୍ ଦେୟାର ମିନ୍ସ 1ରୁ ଅଧିକା ଲୋକ ଅଛନ୍ତି ଏଥିରେ ତ ମିନିମମ୍ ଧରାଯାଉ ଆପଣଙ୍କ କଥା ଅନୁସାରେ 30ରୁ 50 ଲୋକ ସେଠି ଖଣ୍ଡା ଆଉ ଗାଈ ପଘାକୁ ବି ମାନେ ପଘାରେ ବି ମାଡ଼ ମାନେ ଦୌଡ଼ିରେ ମାଡ଼ ଆଉ ପୁଣି ତା ମୁହଁକୁ ଗୋଇଠା ଆଉ ମୁହଁକୁ ଗୋଇଠା ତା ଛଡ଼ା ଆଉ କିଛି ବାଟ ହିଁ ନାହିଁ ମାନେ ସାଂଘାତିକ ମାଡ଼ ମାନେ 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 ତାକୁ ପାଟି ପାଖୁଆ କରୁଛି ଆଉ ଜଣେ କହୁଛି ତା ପାଟି ଟିକେ ମୁତି ଦେ ମାନେ କେତେ ନିର୍ଦ୍ଦନୀୟ ଭାବରେ ଆପଣମାନେ ଏଇସବୁ କାଣ୍ଡ ଭିଆଉଛନ୍ତି ଆଜ୍ଞା ଆପଣଙ୍କର ଅଧିକାରୀମାନେ ଯେଉଁମାନେ ସେ ଆଇଆଇସି ତା ଛଡ଼ା ଯେଉଁ ପୋଲିସ ଅଫିସର ସେ ଥିଲେ କ'ଣ କଲେ ଆପଣମାନେ ଏଇ ଯେଉଁ ହୋମଗାର୍ଡ ଯେଉଁ 4 ଜଣ ପିଲା ଯେଉଁ ନୂଆ ଜଏନ୍ କରିଛନ୍ତି ସେମାନେ ପେଟ ପୋଷିବା ପାଇଁ ଜଏନ୍ କରିଛନ୍ତି ଆପଣଙ୍କ ଅଧିକାରୀମାନଙ୍କୁ ସସ୍ପେଣ୍ଡ କରିଦେଲେ ସେମାନଙ୍କୁ ଚାକିରି ପୁରା ଡିସମିସ୍ କରିଦେଲେ ବା ବଢ଼ିଆ ସନ୍ତରା ପେଟିଆ ମାନେ ବହୁତ ବଢ଼ିଆ କଥା ଇଏ ଆପଣମାନଙ୍କୁ ମାନେ ଏଇଟା ତାକୁ ବି ଆପଣ ପ୍ରାଇଜ୍ ଦେଇ ଦିଅନ୍ତୁ ଯେଉଁମାନଙ୍କୁ ଆପଣ ସସ୍ପେଣ୍ଡ କରିନାହାନ୍ତି ତାକୁ ବି ଆପଣ ପ୍ରାଇଜ୍ର ପ୍ରାବିଧାନ କରେଇ ଦିଅନ୍ତୁ ବ୍ୟବସ୍ଥା କରିଦିଅନ୍ତୁ ଭଲ ଆଉ ସରକାରଠୁ ଉଚିତ ମାତ୍ରାରେ ଦରମା ନେଉଛନ୍ତି ଉଚିତ ମାତ୍ରାରେ ଦରମା ନେଇ ଥନ୍ତଲା ପେଟିଆ ଦେଖେଇ ମାନେ ତାକୁ ପୁଣି ଗୋଟେ ପୋଲିସ ଅଫିସର ଜଣେ କିଏ ସେ ବିଚ୍ ରାସ୍ତା ଉପରେ ମାନେ ତାକୁ ମୁହଁକୁ ଦାବି ପେଟକୁ ଦାବି ତା ଉପରେ ଆଣ୍ଠୁ ଦେଇକିରି ବସିଛି ମାନେ କ'ଣ ସେ କ'ଣ ଡକାୟତ ସେ ଗୋଟେ ଜିଆରପି ପୋଲିସର କର୍ତ୍ତବ୍ୟରତ ଆସିବି ତାପରେ କାହିଁକି ମୁଁ ଏ କଥାଟା କହୁଛି ସେ ସସ୍ପେଣ୍ଡ ହେଇଥିଲେ ବି ସେ କର୍ତ୍ତବ୍ୟରତ କର୍ମଚାରୀ ହିସାବରେ ଜିଆରପିର ଗଣାଯିବ ଆଚ୍ଛା ପଚାରିବା ପାଇଁ ଚାହିଁବି ଯେମିତିକି ଆପଣ କହିଲେ ଯଦି ମବ୍ ଲିଞ୍ଚିଂ ରହିଥାନ୍ତା ତାହେଲେ ପୋଲିସ ଅଧିକାରୀମାନେ ଫସି ଯାଇଥାନ୍ତେ ଏ କଥା କହିବାର କ'ଣ କାରଣ ରହିଛି ମବ୍ ଲିଞ୍ଚିଂରେ ଏମିତି କ'ଣ ରହିଛି ଯେ ସେ ପୋଲିସ ଅଧିକାରୀମାନେ ଫସିଥାନ୍ତେ ଆଜ୍ଞା ବଢ଼ିଆ କଥାଟା ମ୍ୟାଡ଼ାମ୍ ପଚାରିଲେ ମବ୍ ଲିଞ୍ଚିଂ କହୁଛି 1032 ଭାରତୀୟ ନ୍ୟାୟ ସଂହିତା ଯଦି 5 ବା ତତୋଧିକ ବ୍ୟକ୍ତିଙ୍କ ଗୋଷ୍ଠୀ ଜାତି ବର୍ଣ୍ଣ ସମ୍ପ୍ରଦାୟ ଲିଙ୍ଗ ଜନ୍ମସ୍ଥାନ ଭାଷା ବ୍ୟକ୍ତିଗତ ବିଶ୍ୱାସ ଆଦି ଆଧାରରେ କୌଣସି ବ୍ୟକ୍ତିଙ୍କୁ ହତ୍ୟା କରନ୍ତି ତେବେ ଉସୁକାଇଥିବା ପୋଲିସ ଅଧିକାରୀଙ୍କୁ ମଧ୍ୟ ଗୋଷ୍ଠୀର ସଦସ୍ୟ ଭାବରେ ବିବେଚନା କରାଯାଇ ଆଜୀବନ କାରାଦଣ୍ଡ କିମ୍ବା ମୃତ୍ୟୁଦଣ୍ଡ ଏବଂ ଜରିମାନା ହୋଇପାରେ ପୋଲିସର ଦାୟିତ୍ୱହୀନତା ଯଦି ପୋଲିସ ସକ୍ରିୟ ଭାବେ ହତ୍ୟା ନ କରି କେବଳ ଉସୁକାନ୍ତି ସେଠି ଆପଣ ପ୍ରେଜେଣ୍ଟ ଥିଲେ ଉସ୍କେଇ ନାହାନ୍ତି ସବୁ କରିଛନ୍ତି ଆଉ ତେବେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ତେହସିନ ପୁନୱାଲା ମାମଲା ନିର୍ଦ୍ଦେଶାବଳୀ ଏବଂ ଭାରତୀୟ ନ୍ୟାୟ ସଂହିତାର ଅନ୍ୟାନ୍ୟ ଧାରା ଅନୁଯାୟୀ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଏବଂ ଫୌଜଦାରୀ ମାମଲା ରୁଜୁ ହେବ ତା ଛଡ଼ା ଏଇଟା ହେଉଛି ସେସନ୍ସ ମବ୍ ଲିଚିଂରେ ମୃତ୍ୟୁଦଣ୍ଡ ବା ଆଜୀବନ କାରାଦଣ୍ଡର ବ୍ୟବସ୍ଥା ଥିବାରୁ ଏହି ମାମଲାର ବିଚାର ସେସନ୍ସ କୋର୍ଟରେ ହେବ ଏବଂ ଫାଷ୍ଟ ଟ୍ରାକ୍ କୋର୍ଟ ଭଳି ଏଭଳି ସମ୍ବେଦନଶୀଳ ମାମଲାର ଶୀଘ୍ର ଶୁଣାଣି ପାଇଁ ଫାଷ୍ଟ ଟ୍ରାକ୍ କୋର୍ଟରେ ବିଚାର କରାଯାଇପାରେ ଦଣ୍ଡ ହୋଇଯିବ ଅଧିକାରୀମାନଙ୍କୁ ତେଣୁ ଫାଷ୍ଟ ଟ୍ରାକ୍ କୋର୍ଟକୁ ପଳେଇବ କେସ୍ ତେଣୁ 1031 ସାଧାରଣ ହତ୍ୟା ଆଉ 35 କମନ୍ ଇଣ୍ଟେନସନ୍କୁ ଲଗେଇ ଦେଇକିରି ଚୁପ୍ କିନା ଏଇ ଥନ୍ତଲା ପିଟିଆ ମାନେ ବସି ପଡ଼ିଲେ ତାପରେ ଏ ଯେଉଁ ବ୍ରୁଟାଲି ଆସଲ୍ଟ କରିଛନ୍ତି ଏଇ ଯେଉଁ ମାରଣାସ୍ତ୍ର ସହ ଦଙ୍ଗା ଭାରତୀୟ ନ୍ୟାୟ ସଂହିତା 191(3) 5 ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ବି ଅଛି
ମାନେ ଏ ଯେଉଁ ମାରଣାତ୍ମକ ଭାବରେ ତାକୁ ଆକ୍ରମଣ କରିନାହାନ୍ତି ଗୋଇଠା ସେ ପଘାକୁ ସିଜର କଲେଣି। ଆଚ୍ଛା ତାପରେ ତ ଯାହା କଲେ କଲେ ତାପରେ ପୁଣି ପଶୁମାନଙ୍କୁ ଯେମିତି ନିଆଯାଏ ମାନେ ଗୋଟେ ବାଉଁଶ ପୂରେଇକିରି ପଘା ବାନ୍ଧିକିରି ତାକୁ ଗୋଟେ 407ଟାକୁ 407 ଯେଉଁ ଗାଡ଼ି ବା 407 ଗାଡ଼ିକୁ ସିଜର କଲେଣି ସେ ଡ୍ରାଇଭରକୁ ଆରେଷ୍ଟ କରି ଫରୱାର୍ଡ କଲେଣି କିଛି ନାହିଁ। ଆପଣଙ୍କ ଇସାରାରେ ସେ ଗାଡ଼ି ଆସିଥିଲା ଇସାରାରେ ଗାଡ଼ି ଆସିକିରି ଲୋଡ୍ କଲେ ଯେ ତ ପକେଇକିରି ଯେଉଁ ନେଲେ ତା ପାଟିରେ ଟିକେ ତ ପାଣି ବି ଟିକେ ତ ଦେଲେନି ସେ ମାନେ ତା ଜୀବନ ବି ଚାଲିଗଲା। ତାପରେ ଆପଣ ତାକୁ ପୋଲିସ ଏସ୍କର୍ଟରେ ନେଇଥିଲେ ଯେଉଁମାନେ ପୋଲିସ ଏସ୍କର୍ଟରେ ନେଇଥିଲେ ସେମାନେ ବି ମଧ୍ୟ ତଦନ୍ତ ଘେରକୁ ଏବଂ ଆଇନର ପରିସୀମା ଭିତରେ ତାଙ୍କ ନାଁରେ ବି କ୍ରିମିନାଲ କେସ୍ ହେବା କଥା। ଆଜ୍ଞା ସାର୍ ବର୍ତ୍ତମାନ ଯେଉଁପରି ଭାବରେ କି ପୋଲିସର ମାନେ ଉପସ୍ଥିତି ବହୁତ ବଡ଼ ଗୋଟେ ପ୍ରଶ୍ନବାଚୀ ସୃଷ୍ଟି କରିଥିଲା ପୋଲିସ କି ସସ୍ପେଣ୍ଡ କରାଗଲା ଆଉ ଆଇଏଏସ୍ସିଙ୍କୁ ଟ୍ରାନ୍ସଫର କରାଗଲା ଏହା କ'ଣ ଉଚିତ ଦଣ୍ଡ କିମ୍ବା ଉଚିତ ପନିଶମେଣ୍ଟ କହିପାରିବା ଏ ଘଟଣା ପାଇଁ? ଏଇଟା ଗୋଟେ କ'ଣ କି ଆମକୁ ଦିନରେ ଚନ୍ଦ୍ର ଦେଖାଉଛନ୍ତି ଆଜ୍ଞା ପୁରା ସିଧା କଥା ଆଜ୍ଞା ପୁରା ଦିନରେ ଆଜ୍ଞା ଚନ୍ଦ୍ର ଦେଖାଉଛନ୍ତି। ଆଉ ଏଥିରେ ଯେହେତୁ ମିଳିତ ମାମଲା ରାୟୋଟିଂ ପ୍ଲସ୍ ମର୍ଡର ଯେହେତୁ ହତ୍ୟା ଏକ ସେସନ୍ସ ଟ୍ରାଏଲ୍ ମାମଲା ତେଣୁ ଦଙ୍ଗା ଏବଂ ହତ୍ୟାକୁ ଏକାଠି କଲେ ଭାରତୀୟ ନ୍ୟାୟ ସଂହିତା ପୋଲିସ ବାବୁ ଅଧିକାରୀମାନେ ଟିକେ କର୍ଣ୍ଣପାତ ଦେଇଥିବ ମୁଁ ଆଉ ଏମିତି ଆଉ ପାତର ଅନ୍ତର କରନ୍ତୁନି ଆଜ୍ଞା ଥତାଳ ପେଟିଆ ମାନେ ଆଉ ଭାରତୀୟ ନ୍ୟାୟ ସଂହିତା 191+103 ସେସନ୍ସ କୋର୍ଟ ହିଁ ଏହାର ବିଚାର କରିବ ଆଉ ଏଗୁଡ଼ିକ ସବୁଯାକ ଅଣଜାମିନ ଯୋଗ୍ୟ। ଆଚ୍ଛା ଏ ଟିକେ ଆସିବା ଯାହା କଲେ ତ କଲେ ଆମର ସୁପ୍ରିମକୋର୍ଟଙ୍କର ଅନରେବୁଲ ସୁପ୍ରିମକୋର୍ଟଙ୍କର ଗାଇଡ଼ଲାଇନ୍ ଅଛି ଆଉ ସେଥିରେ ସମ୍ମାନଜନକ ସତ୍କାର ଅଧିକାର ରାଇଟ୍ ଟୁ ଡିସେଣ୍ଟ ବୁରିଆଲ ଅନରେବୁଲ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଭାରତୀୟ ସମ୍ବିଧାନର ଅନୁଚ୍ଛେଦ 21 ଜୀବନର ଅଧିକାର କେବଳ ଜୀବିତ ବ୍ୟକ୍ତିଙ୍କ ପାଇଁ ନୁହେଁ ବରଂ ମୃତ ବ୍ୟକ୍ତିଙ୍କ ପାଇଁ ମଧ୍ୟ ଲାଗୁ ହୁଏ। ମୃତଦେହକୁ ସମ୍ମାନଜନକ ଭାବେ ସତ୍କାର କରିବା ପ୍ରତ୍ୟେକ ବ୍ୟକ୍ତିଙ୍କ ମୌଳିକ ଅଧିକାର। ଆଉ ଏଥିରେ ପରିବାରର ଅଧିକାର କୋର୍ଟ କହିଛନ୍ତି ଯେ ମୃତକଙ୍କ ପରିବାରକୁ ଧାର୍ମିକ ରୀତିନୀତି ଅନୁଯାୟୀ ସତ୍କାର କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି। ଆଉ ଏଥିରେ ଗୋଟେ ଡିଓପିଟି ଅଛି ଏ ଯେଉଁ ପୋଲିସ ବାବୁ ଆପଣଙ୍କ ଅଧିକାରୀମାନେ କ'ଣ କଲେ ମାନେ ଆପଣଙ୍କ ଅଧିକାରୀ କହୁଛନ୍ତି ଯେ ସେଠି ଆମର କେହି ପୋଲିସ ଉପସ୍ଥିତ ନଥିଲେ ଏ ଯେଉଁ ଭିଡ଼ିଓଗ୍ରାଫିଟା ଯଦି ନଥାନ୍ତା ଆପଣ ସବୁ ପୋଡ଼ିପାତିକି ଖାଇ ଦେଇଥାନ୍ତେ। କେନ୍ଦ୍ର ମୁଁ ପଢ଼ି ଦେଉଛି ଟିକେ କର୍ଣ୍ଣପାତ ଦେବେ ପ୍ଲିଜ୍ ଟିକେ କାହିଁକି ମୁଁ କହୁଛି କି ମୁଁ ଆମେ ଆପଣଙ୍କ ଉପରେ ଅଧିକାର ସାବ୍ୟସ୍ତ କରିବାର କିଛି ପ୍ରବିଧାନ ନାହିଁ ଆଜ୍ଞା। ଆମର ଅଧିକାର ଆମ ପ୍ରବିଧାନ ଆମର ବାର୍ କାଉନସିଲ୍ ଅଣ୍ଡରରେ ହିଁ ଆମେ ପରିଚାଳିତ ଆମେ ସେ ପାଚେରୀରୁ ବାହାରକୁ ଆଜ୍ଞା ଯାଇପାରିବୁନି ଗଲେ ଆମେ ବି ଦଣ୍ଡ ପାଇବୁ ସେଥିଲାଗି ଯାହା ଆଇନର ପରିଧି ଭିତରେ ଆସୁଛି ମୁଁ ସେଇଟା କହିଦେଉଛି। ଆଉ କେନ୍ଦ୍ର ସରକାରଙ୍କ ଡିଓପିଟି ନିୟମାବଳୀ ଏବଂ ଓଡ଼ିଶା ପୋଲିସ ମାନୁଆଲ ଅନୁଯାୟୀ କର୍ତ୍ତବ୍ୟରତ ଅବସ୍ଥାରେ ଟିକେ କର୍ଣ୍ଣପାତ ଦେବେ କର୍ତ୍ତବ୍ୟରତ ଅବସ୍ଥାରେ ସସ୍ପେଣ୍ଡ ଥିଲେ ମଧ୍ୟ କୌଣସି ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହେଲେ ତାଙ୍କ ଶେଷକୃତ୍ୟ ସମ୍ପର୍କିତ ନିୟମ ନିମ୍ନ ପ୍ରକାରରେ ରହିଛି। ଟିକେ ଶୁଣିବେ ଆପଣଙ୍କ ଅଧିକାରୀମାନେ କ'ଣ କଲେ ନିଲମ୍ବିତ ସସ୍ପେଣ୍ଡ ପୋଲିସ କର୍ମଚାରୀଙ୍କ ଶେଷକୃତ୍ୟ କେନ୍ଦ୍ରୀୟ ସିଭିଲ ସର୍ଭିସ କ୍ଲାସିଫିକେସନ କଣ୍ଟ୍ରୋଲ ଆଣ୍ଡ ଅପିଲ ରୁଲ୍ସ 1965 ଅନୁଯାୟୀ ଯଦି ଜଣେ ସରକାରୀ କର୍ମଚାରୀ ନିଲମ୍ବିତ ଅବସ୍ଥାରେ ମୃତ୍ୟୁବରଣ କରନ୍ତି ତେବେ ତାଙ୍କ ମୃତ୍ୟୁ ପରେ ଅନୁଶାସନିକ କାର୍ଯ୍ୟାନୁଷ୍ଠାନ ଡିସିପ୍ଲିନାରୀ ପ୍ରୋସିଡିଂ ସ୍ୱତଃ ବନ୍ଦ ହୋଇଯାଏ। ମୃତ୍ୟୁ ପର୍ଯ୍ୟନ୍ତ ସମୟକୁ ଡ୍ୟୁଟି ଭାବରେ ଗଣନା କରାଯାଏ। ଟିକେ ଅଧିକାରୀମାନେ କର୍ଣ୍ଣପାତ ଦେଇକି ଧ୍ୟାନ ଦେଇକି ଟିକେ ଶୁଣୁଥିବେ ଆପଣ ମାନେ କେମିତି ମାନେ ଆଇନକୁ ତ ଧଜ୍ଜା ଉଡଉଛନ୍ତି ତାପରେ ଗୋଟେ କର୍ତ୍ତବ୍ୟରତ ପୋଲିସ ପିଲା ପ୍ରତି ଆପଣଙ୍କର ମନରେ ଆଚରଣ ଉଚ୍ଚାରଣ ଏତେ ଅହଂଭାବ ଆପଣଙ୍କ ଦେହରେ ଆପଣ ଏଇଠି ପରିଲିଖିତ ହବ। ତେଣୁ ମୃତ୍ୟୁ ପର୍ଯ୍ୟନ୍ତ ସମୟକୁ ଡ୍ୟୁଟି ଭାବରେ ଗଣନା କରାଯାଏ। ତେଣୁ ସେ ମୃତ୍ୟୁ ସମୟରେ ନିଲମ୍ବିତ ଥିଲେ ମଧ୍ୟ
ତାଙ୍କୁ ଜଣେ କର୍ତ୍ତବ୍ୟରତ ପୁଲିସ କର୍ମଚାରୀ ଭାବେ ଗଣନା କରାଯାଇ ସମ୍ମାନଜନକ ଶେଷକୃତ୍ୟ କରାଯିବ। ତାପରେ ଶେଷକୃତ୍ୟ ପ୍ରକ୍ରିୟା पुलिस सम्मान सह शेषकृत्य राज्य पुलिस मैनुअल पुलिस सर्कुलर ऑर्डर पढ़ी अधिकारी माने सर्कुलर ऑर्डर पूरा क्लियर कट ऑर्डर अनुजाई गणपिटुनी जो गणपिटुनी सेटा ओडिया रे जानछन तो मॉब ओडिया रे होची गणपिटुनी आउ इंग्लिश रे होची मॉब लिंचिंग किंबा हत्याकांड रे मृत्यु होइतिबारु या एक शहीद भावे गणना करा जाई पुलिस प्रशासन द्वारा उच्च स्तरीय सम्मान जणा जीवो। कौन कले आपण तापर कौन कले पोस्टमार्टम सरला तापर कौन कले आपण एम्बुलेंस रे पठे दिले माने से एम्बुलेंस रो पैसा ताको घर देबे लोक पैसा देबे कौन कले आपण माने गोटे पुलिस भाईपति पुलिस रा भाईपति आपणकर माने मन रे टिके दया नाही जोटी इटी महाप्रभुक राज्य रे दिबा लोक रे जो सांघातिक माड गोटे सांघातिक माड तो पशु भलिया ताको जो बाउंस रे पुरी की नेले महाप्रभु को राज्य रे रहिलेनी एठी पळे आसले एठी 56 भोग खाइबे बोली किंतु ताको राज्य भितरे रही आपण जो थतला पेटिया बाहर करिकी जो पिला को मर्डर करछंती एवं विभत्स भाव हत्या करछंती एटा बहुत मर्मतुद घटना। आउतरे पार्थिव शरीर स्थानांतर मृतदेह व्यवस्थित पोस्टमार्टम परे पुलिस गाड़ी रे मृतदेह को सम्मान सह गाँ को नियाजिबो। शेषकृत्य गाँव रे स्थानीय पुलिस डिस्ट्रिक्ट पुलिस उपस्थिति रे तिरंगा किंबा पुलिस पताका घोड़ाई शेषकृत्य करा जिवो। गार्ड ऑफ ऑनर उच्च अधिकारी निर्देश रे शहीद पुलिस कर्मचारी को गार्ड ऑफ ऑनर बंधुक सलामी दिया जिवो। से जो कांस्टेबल टी जेहेतु से सस्पेंशन थिला से एबे कंटिन्यू करूची तार सर्विस रे ताकू शहीद हिसाब रे गणना करा जिवो। परिवार को सहायता निलंबित थिले मध्य तांको परिवार को पूर्ण दरमा फुल पे एंड अलाउंस सब अलाउंस मिलिबो एवं ओडिशा सरकार को एसओपी होम डिपार्टमेंट अनुजाई मृत पुलिस कर्मचारी को परिवार को क्षतिपूरण एक्स ग्राटिया एवं अन्यान्य सहायता मिलिबो। ओडिशा पुलिस स्वतंत्र नियम क्राइम ब्रांच तदंत हत्याकांडर तदंत क्राइम ब्रांच करुथिबारु यार समस्त रिपोर्ट शेषकृत्य पर मध्य प्रक्रियाकरण करा जिवो। अवहेला पई कार्यानुष्ठान मृत्यु पूर्वरु पुलिस रो अवहेला थिले तार तदंत मध्य सांगे सांगे करा जिवो एवं सस्पेंड थिले मध्य से पुलिस विभाग रो सदस्य थिबारु गाँ रे संपूर्ण पुलिस सम्मान और प्रोटोकॉल गार्ड ऑफ ऑनर सह शेषकृत्य करा जिवो। आपण सत्य करछन्ती तेणु एमानकु ए जो परिधि भितर जो माने आछन्ती एमानकु टोटली सर्विस रो टर्मिनेशन आउ ए केस को से माने सप्रेस करछन्ती। ता छड़ा एमाने कोन करिसन्ती जे भारतीय साक्ष्य अधिनियम धारा 63 हेउची इलेक्ट्रॉनिक रेकॉर्ड रो साक्ष्य ग्रहणता एडमिसिबिलिटी संबंधी या पूर्ण साक्ष्य आईन रो धारा 65 रो स्थान नैछि। आउ इलेक्ट्रॉनिक रेकॉर्ड को दलील भाबे ग्रहण कंप्यूटर मोबाइल डिजिटल स्टोरेज रू मिलुथिबा तथ्य को दलील डॉक्यूमेंट बोली धरा जिवो। ता छड़ा आपण को जो जेतु आपण सप्रेस करछन्ती ए जो आईन को आपण सप्रेस करछन्ती आपण प्रति दंड विधान कोन हो टिके देखिबा। तेणु आपण जोटा तथ्य लुचै नांती पुलिस अधिकारी बाबू जो तथ्य लुचैछन्ती भारतीय न्याय संहिता 2023 अनुसार पुलिस द्वारा तथ्य लुचाइबा सप्रेसिंग फैक्ट्स एविडेंस किंबा मिथ्या सूचना देबा एक गंभीर अपराध। एथिपाई निम्नलिखित दफा गुड़िक प्रযোज्य। मिथ्या साक्षी सृष्टि करिबा किंबा तथ्य लुचाइबा सेक्शन होउची केते भारतीय न्याय संहिता 238। जदि कोनोसी पुलिस अधिकारी कोनोसी अपराधर प्रमाण लुचांती किंबा जानी शुणी मिथ्या तथ्य दियंती तेबे भारतीय न्याय संहितार धारा 238 अनुଯାୟୀ अपराधर गंभीरता अनुଯାୟୀ 7 वर्ष पर्यंत कारादंड एवं जरिमाना होई पारे। तथ्य लुचाइबा एवं
किंबा मिथ्या खबर देवा सेक्शन भारतीय न्याय संहितार आसुची 212 एथिरे जदि पुलिस अधिकारी कौन अपराध विषय जानी शुणी मिथ्या तथ्य दियंती तेबे भारतीय न्याय संहितार धारा 212 अनुଯାୟୀ दंडित हेबे। आपण जोटा मॉब लिचिंग टाकू आपण सप्रेशन करेले एवं सप्रेशन करेकरी आपण 1031 आउ 35 कॉमन इंटेंशन ने एटाकू केस टाकू रजिस्ट्रेशन करछंती। 35 माने एक रु अधिका आउ आपण कोन कले मॉब लिचिंग टाकू दफाटाकू उड़े दैछंती। तेणु तथ्य लुचाइबा किंबा मिथ्या खबर देबा सेक्शन 212 भारतीय न्याय संहिता जदि पुलिस अधिकारी कौन अपराध विषय जानी मॉब लिचिंग टाकू आपण लुचाइछंती अपराध विषय जानी शुणी मिथ्या तथ्य दियंती तेबे भारतीय न्याय संहितार धारा 212 अनुଯାୟୀ दंडित हेबे। आउ एथरे ता छड़ा एगुड़िक जदि यही मामला गुड़िक साधारणतः जुडिशियल मजिस्ट्रेट फर्स्ट क्लास किंबा सेशंस कोर्ट रे विचार योग्य जदि अपराध अधिक गंभीर जेपरिक आजीवन कारादंड किंबा मृत्युदंड सहित जड़ित होता है। तेणु जेहेतु एटा आपण कथा अनुसार हो 1031 आउ जोटा साधारण हत्या जोटा लगे 35 कॉमन इंटेंशन आपण कथा अनुसार वीडियोग्राफी अनुसार आसीगले आसी जाउची मॉब लिंचिंग। तेणु से अनुसार जदि जदि अपराध अधिक गंभीर जेपरिक आजीवन कारादंड किंबा मृत्युदंड सहित जड़ित होता है ता सेशंस कोर्ट द्वारा विचार योग्य एवं जानिक मॉब लिचिंग टाकू लगे ना कहीं जे आपण अधिकारी माने आईन रो फंदा भितर आसवे एवं से माने मध्य अरेस्ट हेबे। तेणु एतरु जहा जना पड़ुची आपण मानकर पारिबा पणिया केते एवं आपणकर पुलिस भाई प्रति आपणकर माने माने होमगार्ड चार्टा को सस्पेंड कर देकी बसी पड़ले मार मार भंडारे को मार कौन माने जहाँ आम ओडियार प्रवचन अच्छी। तेणु मैंने तापर आउ गोटे कथा अच्छी उड़ीगले गेंडालिया झाड़ी दे पर सेमतिया आपण ये यात्रा करुँच आउ सेटा तो रिहर्सल बोधे करते ना कौन से जो पड़िया हाँ। तेणु आपण मानकर माने माने ऑफिसर माने सब अरेस्ट हो तेणु मॉब लिचिंग कहीं लगे। तेणु ये केस टी आज्ञा एम द्वारा नुहे आज्ञा मुझे आपणकर गोचरार्थ नापी चाहूँगी मो पूर्वर आदित्य दास जो मानव प्रेमी आदित्य दास केस टी नहीं आते प्रथम इनिशियली जे केस रजिस्ट्रेशन होता जीआरपी थाना तापर हैंडेड ओवर टू द क्राइम ब्रांच से मुझे अनोल कोर्ट पाखु सबूक दस्तावेज सबू नकल बाहर कली से देखला बेलू माने जोठी आमे समस्ते जानीचु आजिका डेट रे भी से वीडियोग्राफी भी अच्छी मानव प्रेमी आदित्य दास वाइफ भोर 5:30 बेले लिंगराज स्टेशन रे ताको स्वामी बोली डेड बॉडी चिन्हट कले ट्रेन लाइन रु एवं थाना को जनइले एवं पुलिस जेतबेले आसिकिरी पंचनामा कला एवं ताकर बॉडी को देखिला एवं सरजमीन से तदंत कला एवं सेतरे लेखिला कौन जे हूँ अजणा शब इनक्वेस्ट रिपोर्ट रे लिखिदेला अजणा शब। तेणु यू आप जानतु एमानकर टोटाल इन्वेस्टिगेशन प्रक्रिया को पूरा ये माने पूरा सप्रेस करुँच। तेणु एटा जेहेतु रेयरेस्ट ऑफ द रेयरेस्ट केस आकु जेहेतु गोटे शहीद हिसाब रे नहीं नांती एवं पुलिस भ्यान ने नहीं नांती एवं राष्ट्रीय मर्यादा सह जेहेतु से कर्तव्यरत कन्स्टेबल हिसाब रे काम करुच्ची जीआरपी थाना रे तेणु से गुड़िकर प्राविधान रु बाहर करी ताकू गोटे माने अति निर्लज भलिया एमाने काम करिसेंती। तेणु एमान प्रति आईन अनुजाई आउ एमाने जो माने सप्रेस करिसेंती कथाटाकू बा एमाने जानी नांती बा जानी शुणी ए घंट ओढ़ौछंती। तेणु ए केस को सीबीआई को हो किंबा जुडिशियरी एनक्वारी हेले पूरा सठिक तदंत बाहर पारिबो एवं ये जो पूर्व जमती 9 जन पुलिस अधिकारी को से सीना गोटे जड़े ऊपर को पलैची अपॉइंटमेंट हो जाइए किंतु जो 9 जन अधिकारी को जेमती आजीवन कारादंड एवं मृत्युदंड हिसाब रे मु भूल कहीदेली मो आजीवन कारादंड नुह मृत्युदंड
मृत्युदंड हिसाब रे ताकू विवेचना करा जाइछि से जजमेंट रे। तेणु आपण मानक प्रति एटा जुडिशियरी इनक्वारी हो एवं नहले सीबीआई तदंत करागले दोषी मानक विरुद्ध रे उचित कार्यानुष्ठान ग्रहण करा जाई परिबो आज्ञा। सर जदि हम देखिया मॉब लिंचिंग टा जो इंक्लूड करा जाय नै तो एटा माने इन्वेस्टिगेशन न मोड किछ बदलैबो कि मॉब लिंचिंग न रहबा एफआईआर रे से माने चाहिए पर स्टेज रे देखो जिते मॉब ब्लीचिंग टा हैला घटनाटा तो हैला तांकरी पुलिस अधिकारी माने सेठी उपस्थित थिले एवं 407 गाड़ी रे नेले से तो सब जानी वीडियोग्राफी भी आजिका स्टेज रे मो मोबाइल रे भी अच्छी माने से ताकू जो पुलिस एस्कॉर्ट रे नहीं 407 गाड़ी आउ एटा तो मॉब लिंचिंग आसिला पुलिस एटा जानी शुणी करी 103 एक लगे दी मर्डर दफाटी को आउ 3-5 को लगे किंतु पर मुहूर्त जो पर मुहूर्त आप कहीं लगेबे कहीं जितेबाला घटनाटा घटिला घटना तो आप जानी वीडियोग्राफी भी आपण पाखे भी अच्छी सोशल मीडिया रे भी घूरी बुलूची आपण कौन कले ता नारे गोटे काउंटर केस करदेले काउंटर केस माने कौन कौन बा माने गाँव मानक इंटेरियर एरिया मानक कौन कि इंटेरियर एरिया कौन भी आमर ये भुवनेश्वर भी जी जदि एतला देवाक जाऊँगी थाना कहते तंतला पेटिया मैंने कहते गोटे काउंटर केस करदे काउंटर केसटे करदेले गला सैला कौन तेणु ये जो काउंटर केसटा कर आबेटमेंट रे जीव आउ जो झील माने जो एतरे माने आईन को आखिठार मारी जो इन्वेस्टिगेशन को सप्रेस करने पाई आउ जो माने आसिकरी माने कागज रे लेखिक आनिक पढ़िक कहते मीडिया रे सेमान को मध्य आईन रो परिसरभुक्त करबा कथा एवं सेमान को मध्य जेहेतु से दे आर डाइवर्टिंग दी इन्वेस्टिगेशन सेमान को मध्य अरेस्ट करके भीतर को नबा कथा एवं जो लोक माने सिटी प्रेजेंट थाई कि एगुड़िक उपभोग करथिले जो अधिकारी पुलिस अधिकारी एवं पब्लिक लोक जो माने सिटी रही ए जो सिटी कोन ड्रामा होतला ना रिहर्सल होतला ओ बाबू पुलिस बाबू ड्रामा होतला ना रिहर्सल होतला ये कौन आज्ञा पूरा धज्जिया उड़ी दी आप आईन टाकू माने से माने भी आपण को जहाँ आमर आईन प्राविधान अनुसार दो दे आर प्रेजेंट देयर बट नॉट पार्टिसिपेटेड विथ दी ऑफेंस रे आपण से अनुसार आपण 1031 टाकू लगे आउ 35 कॉमन इंटेंशन टाकू लगे किंतु एपट पाठ कहूँ दो दे आर प्रेजेंट देयर एंड पार्टिसिपेटेड विथ दी ऑफेंस तेणु एटा मॉब लिंचिंग रे ही आसुची 1032 आउ 191 भारतीय न्याय संहिता तेणु एक केस को तुरंत भाव जेटा सीबीआई को नले जुडिशियरी इनक्वारी करागले एमाने समस्ते समस्ते कठोर भाव सठिक भाव दंड विधान एमान प्रति हो पारंता आज्ञा। आम सहित वरिष्ठ एनजीबी निहार रंजन ओझा रही मॉब लिंचिंग कौन आउ क्यों आधार रे एहा एक गोटे घटना उपर इनक्लूड हो पार से विषय संपूर्ण भाव में आम आलोचना कले एवं सौम्य मृत्यु घटना रे क्यों कारण पाई मॉब लिंचिंग इनक्लूड करा जाय नाही मॉब लिंचिंग इनक्लूड होइथिले केस आधार कौन अलग मोड़ नहीं था से विषय में आम आलोचना करुले वर्तमान जो भाव में क्राइम ब्रांच ए घटना को हस्तांतर माने हस्तक्षेप करिछि 12 जन को अरेस्ट करने सहित 4 जन कनेस्टेबल को सस्पेंड करिछि एवं आईएएस को ट्रांसफर करिछि तो आगामी समय ये घटना रे कौन नुआ नुआ रूप आसुछि और सत्यासत्य एवं सौम्य को केबे न्याय मिलुछि ताहा देखिबा को बाकी रहिबो। भुवनेश्वर वीडियो जर्नलिस्ट बादल सहित सुश्री साई प्रतिदिन टीवी।